ମୁଁ ଭାବୁଛି 8 ବର୍ଷ 10 ବର୍ଷ ପ୍ରେମ କଲା ପରେ ଯଦି ବାହି ପାରୁନାହାନ୍ତି ଆମେ ଯଦି କରୁଛୁ କିଛି ଭୁଲ କରୁନେ ଯୋଗକୁ ପ୍ରଭୁଙ୍କର ଏମିତି ଇଚ୍ଛା ମୋ ଗୋତ୍ର ରୁଦ୍ରସ୍ୟ ଆଉ ସେ ଝିଅ କନ୍ୟାଦାନ ଯୋଉ କରେ ତାର ନାଗସ୍ୟ ପଡ଼େ। ଆଜି ପର୍ଯ୍ୟନ୍ତ ଯେତିକି କନ୍ୟାଦାନ କରିଛୁ ସେ ପିଲା ମାନେ ପିଲା ଦି ଜଣ ଦେଖନ୍ତୁ ଇଏ ଦୀର୍ଘ 12 ବର୍ଷ ହେଲା ଆମେ এই କାର୍ଯ୍ୟକ୍ରମ କରି ଆସୁଛୁ ଆଉ ମୁଁ ପ୍ରତିବର୍ଷ କନ୍ୟାଦାନ କରେ। ପ୍ରଥମ 1 ନମ୍ବର କନ୍ୟାଦାନଟି କରେ ଯୋଗକୁ ପ୍ରଭୁଙ୍କର ଏମିତି ଇଚ୍ଛା ମୋ ଗୋତ୍ର ରୁଦ୍ରସ୍ୟ ଆଉ ସେ ଝିଅ କନ୍ୟାଦାନ ଯୋଉ କରେ ତାର ନାଗସ୍ୟ ପଡ଼େ। ଆଜିକି 12 ବର୍ଷ ହେଲା ଆମେ କେବେ ଚଏସ୍ କରିନୁ ଯାହା ପଡ଼େ ମୁଁ କରିଦିଏ ବଟ୍ ଯେତେବେଳେ ତାଙ୍କୁ ଗୋତ୍ରଟା ପଚାରେ ନାଗସ୍ୟ ଗୋତ୍ର ତେଣୁ ପ୍ରଭୁଙ୍କ ଇଚ୍ଛା ନଥିଲେ ଏସବୁ ହେବନି। ଯାହା ହଉ ପରମ୍ପରା ଆମେ ଖୁବ୍ ବଢ଼ିଆ ଭାବରେ କରୁଛୁ ଆଉ ତାଙ୍କୁ ଖୁସି ବାସିରେ ରଖୁଛୁ। ଆଜି କନ୍ୟାଦାନ କଲେ ଖାଲି ଆମେ ତାଙ୍କର ସେତିକି କାମରେ ଅଟକି ଯାଉନୁ ଯାହା ତାଙ୍କର ଦରକାର ଭବିଷ୍ୟତରେ ଚାକିରି ଦରକାର ତାଙ୍କର ଅସୁବିଧା ହେଲେ ପିଲାମାନେ ଯେତେବେଳେ ଜନ୍ମ ହେଉଛନ୍ତି ତାଙ୍କ 21କୁ ଯିବା ତାଙ୍କ ପାଇଁ ଖର୍ଚ୍ଚ ଏସବୁ ଦେବା ଏସବୁ ଆମେ ପରମ୍ପରା ଭାବରେ ମୁଁ ତାଙ୍କର ସବୁ ଲିଭେଇକି ରଖେ। କାହିଁକି ନା ଆମେ ଯେତେବେଳେ ଗୋଟେ କନ୍ୟାଦାନ କରୁଛେ ତାଙ୍କର ଯାହା ଗୋଟେ ଝିଅ ପାଇଁ କରିବା କଥା ଆମେ ନିଶ୍ଚିତ ଭାବରେ କରୁ। ତ ମୁଁ ଭାବୁଛି ଆଗାମୀ ଦିନରେ ଏଇଟା ଗୋଟେ ପରମ୍ପରା ରହିବା ଦରକାର। ଯେତେ ମୁଖ୍ୟମନ୍ତ୍ରୀ ଯୋଜନା ଯାହା କଲେ ମଧ୍ୟ ଏ ପରମ୍ପରା ଗୋଟେ ନିଆରା ପରମ୍ପରା। ଆଜି ପର୍ଯ୍ୟନ୍ତ ଆମେ 12 ଯୋଡ଼ି ମୁଁ କରିସାରିଲିଣି ପାଖାପାଖି 275 ଯୋଡ଼ି ଆମେ ବିଭାଗର କରିସାରିଛୁ ଏଇଠି। ଆଜି ପର୍ଯ୍ୟନ୍ତ ଗୋଟିଏ ବି ଖବର ଆମର ବିଚ୍ଛେଦ ଏପର୍ଯ୍ୟନ୍ତ ଆସିନାହିଁ। ତାର କାରଣ ହେଲା ଆମେ ତାଙ୍କୁ ଖୁସିରେ ସବୁ କନ୍ୟାଦାନ ଦେଉଛୁ ଯେଉଁମାନେ ବି ଖୁସିରେ ଦେଉଛନ୍ତି ସେମାନେ ଗୋଟେ ବ୍ରାହ୍ମଣ ଜାତିର ଝିଅଟିଏ ହେଇଥିବ ଗୋଟେ ଧୋବା ଘର ପୁଅଟି ହେଉଛି ତାଙ୍କ ଘରେ ବହୁତ ଅଶାନ୍ତି ରହୁଛି ବାପା ଆସୁନାହାନ୍ତି ତାଙ୍କ ଘର ଲୋକ ଆସୁନାହାନ୍ତି ବଟ୍ ସେଇଠି ଆମେ ଯେଉଁ ପ୍ରକାର ଯେଉଁ ସିଷ୍ଟମରେ ତାଙ୍କୁ ଖୁସି ବାସିରେ ଆନନ୍ଦ ଦେଉଛୁ ସେମାନେ ସେଥିପାଇଁ ଆନନ୍ଦରେ ବିବାହ ହେଇକି ଖୁସି ବାସିରେ ରହୁଛନ୍ତି ଆଉ ସେମାନେ ଗାଁ ଛାଡ଼ିକି ବି ପଳେଇ ଆସି ଭୁବନେଶ୍ୱରରେ ରହୁଛନ୍ତି। ମୁଁ ଭାବୁଛି 8 ବର୍ଷ 10 ବର୍ଷ ପ୍ରେମ କଲା ପରେ ଯଦି ବାହି ପାରୁନାହାନ୍ତି ଆମେ ଯଦି କରୁଛୁ କିଛି ଭୁଲ କରୁନୁ ସେଇଟା ପ୍ରଭୁଙ୍କ ଇଚ୍ଛା ଅଛି ବୋଲି ଆଜି ହେଉଛି। ତେଣୁ ଏଇଟା ଗୋଟେ ଭଲ ପରମ୍ପରା। ବିଚ୍ଛେଦ ଆମେ ତା ପାଇଁ ଦେଖନ୍ତୁ ଆମର ଜଣେ ନମତା ମ୍ୟାଡ଼ମ୍ ଅଛନ୍ତି ଆମର କାଉନସିଲିଂ ଟିମ୍ ଅଛି ଆମେ ବହୁତ ବୁଝାଉଛୁ ଡାକିକି କାଉନସିଲିଂ କରାଉଛୁ। ଯଦି ଚାକିରିର ଅସୁବିଧା ହେଉଛି ବା ଫାଇନାନ୍ସିଆଲି ଅସୁବିଧା ମଧ୍ୟ ହେଉଛି ଆମେ ତାକୁ ମଧ୍ୟ ସପୋର୍ଟ କରୁଛୁ। ସେଇଟା ଗୋଟେ ସବୁଠୁ ବଡ଼ ଜିନିଷ ଆମର ପ୍ରୟାସ ପରିବାରର। ପ୍ରୟାସ ପରିବାର ଯାହା ବି ଆଜି କରୁଛି ମୁଁ ଭାବୁଛି ଏଇଟା ଗୋଟେ ବଡ଼ ପ୍ରୟାସ। ଖାଲି ବାହାଘର କରିଦେଲେ ହେବନି ତାଙ୍କର ସବୁଦିନ ପାଇଁ 12 ବର୍ଷ ଭିତରେ ଯେତେ ବି ବାହାଘର ହେଇଛନ୍ତି ସମସ୍ତେ ଖୁସି ବାସିରେ ଅଛନ୍ତି। ଯେତେବେଳେ ଗୋଟେ ବାପା ମା ଗୋଟେ କନ୍ୟାର ବାପା ମା ଯେତେବେଳେ ଆକ୍ସେପ୍ଟ କରନ୍ତିନି ନିହାତି ଗୋଟେ ଝିଅକୁ ବହୁତ କଷ୍ଟ ଲାଗେ ସେଟା। କିନ୍ତୁ ଏଟା ଆମର ପ୍ରୟାସ ପରିବାର ମାନେ 12 ବର୍ଷ ଧରିକି ଏଟା ଚାଲି ଆସିଛି ଯେଉଁଟାକି ଆମେ କନ୍ୟାଦାନ କରି ଆସିଛୁ ଏପର୍ଯ୍ୟନ୍ତ। ସେ ତାପରେ ଯେତେବେଳେ ତା ଶାଶୁ ଘରକୁ ଯାଏ ତା ସ୍ୱାମୀର ହାତ ଧରି ଯାଏ ସେ ଖୁସି ବହୁତ ହି ଖୁସି ତାକୁ ଲାଗେ ବହୁତ ହି ଖୁସି ଲାଗେ ତାକୁ କି ମାନେ ଜୀବନ ଯାକ ତା ସ୍ୱାମୀ ସାଙ୍ଗରେ ସିଏ ତାର ଜୀବନଟା ବିତେଇବ। ଆଉ ମୋତେ ଲାଗେ କି ପରବର୍ତ୍ତୀ ମୁହୂର୍ତ୍ତରେ ନିହାତି ଝିଅର ବାପା ମା ସେଟାକୁ ଧୀରେ ଧୀରେ ଭୁଲି ଯାଆନ୍ତି ଆଉ ଆସିକି ସେଟାକୁ ତାଙ୍କୁ ଆକ୍ସେପ୍ଟ କରନ୍ତି ଝିଅ ପୁଅକୁ। ଆଉ ଏଟା ଆମ ବହୁତ ବର୍ଷରୁ ଚାଲି ଆସି 12 ବର୍ଷ ହେଇଗଲାଣି ଆମେ ଆଜି ପର୍ଯ୍ୟନ୍ତ କରି ଆସୁଛୁ କନ୍ୟାଦାନ। ଆଉ ଆମେ ଆଜି ପର୍ଯ୍ୟନ୍ତ ଯେତିକି କନ୍ୟାଦାନ କରିଛୁ ସେ ପିଲା ମାନେ ପିଲା ଦି ଜଣ ବହୁତ ଖୁସିରେ ଅଛନ୍ତି ଆମ ସାଙ୍ଗରେ ସମ୍ପର୍କରେ ବି ଅଛନ୍ତି। ଆମକୁ ଫୋନ୍ କରନ୍ତି ଘରକୁ ଆସନ୍ତି ତାଙ୍କର ଛୁଆ ପିଲା ଯେଉଁ ହେଇଛନ୍ତି 21ରେ ଡାକିଲେ ଆମେ ଆଜି ପର୍ଯ୍ୟନ୍ତ ଯାଇଛୁ ଯେତିକି ଜଣଙ୍କ ହେଇଛି ଆଉ ସେଇଟା ହିଁ ଆମ ପାଇଁ ବହୁତ ଖୁସି।